बाबू यही सब मोर भाग्यर कथा मो कहा दोष दे मो लाभ नहीं तेबे मो अतीतर शुणी सारे बाबू मो चली जाऊँ मोहनी रास्ता चारिटा जीवन निश्चय किंतु गोटे कथा पचारि तम मन में कष्ट देनी आउ कह तम झीटा केबे हजिला कौटी हजिला से केते वर्षर कहानी ए बाबू आउ केते पचारिबो से दुखर कथा अरे मनीष है मनीषर दुख को जदि न बुझे से कि मनीष कह ठीक ठीक रथयात्रा दिन कथा बाबू झीटा मोर से दिन ही हजि जाइला कथा ठीक ठीक 20 वर्ष हेब बाबू 20 वर्ष हेब झीटा मोर हजि कौन कहले दीर्घ 20 कि 22 वर्ष है मु भी जंगल को काठ आने जाए आउ से गछा पत्र तरुला ताड़े गोटाए खुली छुआ कुआ कुआ नहीं राब छाड़ूला आख पाखरे देखिनी केते डका पकईली केही भी शुणिलेनी ठीक से रथ यात्रा दिन से झीटा को मु मो कुटीर को नहीं गली तम कहानी सहित मो कहानी का मिश्री जाऊँगी जगन्नाथ करंतु से झीटा तमर ए बाबू मो झी हजि जाइछि आपण झी पाई हाँ हाँ से विगत 20 वर्ष पूर्वे मो झीटे पाई आउ जो झीटा को पाई ता देखरे गोटाए सुना पदक झड़ुला से सुना पदक देखला आपण आपण झील को चिन्ह पारे ना बाबू स्वर्ण पदक पुणी से झील देखी आपण पाई हाँ हाँ मो झील पेपर स्वर्ण पदक ता गलारे पिंधि बाबू कि आश्चर्य जगन्नाथ आज भरी रथयात्रा दिन में तमको मत संयोग करे कालिया रथयात्रा में तू कहा रथ अटकई दे तो कहार भाली रथरे पूजा पाऊ दास बंधु आ विलंब कहीं तमें ये विश्राम कर मुझे सुना पदक नहीं आसूची मो देखा कहीं भारी उत्सुक केबे आस बाबू से विगत 20 वर्ष रथयात्रा दिन जो झीटा को मो पाई ता बेकर सुना पदक झुलुला तमें यहाँ देख यही पदकटा तमर ना नुहे बाबू এই পদকটা মোর বাবু কোন কইলে সেই সোনা পদকটা তোমার বাবার কালিয়া
କାହାକୁ ସୁଖ ଦେଉ କାହାକୁ ପୁଣି ଏତେ ସୁଖ ଜାଣି ଦେଉ ଯେ ତତେ ଦିନ ବନ୍ଧୁ ବୋଲି ସମସ୍ତେ ଡାକନ୍ତି। ହେ ବାବୁ এই পদ কথা ମୋର ମାନେ সেই ଝିଅଟା ବି ମୋର ନା ବାବୁ। ହଁ ହଁ ସେଇ ଠାକୁରେ କରନ୍ତୁ ନିଶ୍ଚୟ ସେ ତମର ଝିଅ କାରଣ ପଦକଟା ଯେତେବେଳେ ଆପଣ ମୋର ବୋଲି କହୁଛନ୍ତି ଝିଅଟା ବି ତମର ହୋଇଥିବ। ରେ ବାବୁ ତମ ଝିଅଟା ମିଳି ଯାଇଛି ଆଉ ଫୁଲ କେବେ ବି କହିବେନି ଫୁଲ ହଜିଗଲା ଫୁଲ ବନ୍ଧାରେ। ହଁ ବାବୁ ମୁଁ କେବେ ମଧ୍ୟ କହିବିନି ଫୁଲ ହଜିଗଲା ଫୁଲ ବନ୍ଧରେ ବୋଲି। ଏ ବାବୁ ସେଇ ଝିଅଟାକୁ କାହିଁକି ଦେଖିବାକୁ ମନଟା ମୋର ଭାରି ଉତ୍ସୁକ ହେଉଛି। ନିଶ୍ଚୟ ଦେଖିବ ଯେଉଁ ଝିଅ ପାଇଁ ଦୀର୍ଘ 22 ବର୍ଷ ତମେ ଘର ଘର ଡର ଡର ବୋଲି ଆକୁଳ ବିକଳରେ ଖୋଜି ବୁଲୁଛ ସେଇ ଝିଅଟାକୁ ମୁଁ ସାଇତି ରଖିଛି। ସେଦିନ ଯେମିତି ଶ୍ରୀକୃଷ୍ଣ କଂସର ବନ୍ଦୀ ଘରେ ଜନ୍ମ ହେଲେ ବି ଗୋପପୁରେ ସେ ସାଇତିରେ ଥିଲେ ଠିକ୍ ସେପରି ତମରି ସମ୍ପତ୍ତିକୁ ମୁଁ ସୁରକ୍ଷିତ ଭାବରେ ରଖିଛି। ରସ ବାବୁ ମୁଁ ମୋ ଝିଅକୁ ଡାକି ଦେଉଛି। ଠିକ୍ ଅଛି ବାବୁ। पल्लवी एला पल्लवी पल्लवी फुला फुला ସେ ଲୋକଟାକୁ ଚିହ୍ନି ପାରିଛୁ? ନା ବାପା ୟାଙ୍କୁ ଆଗରୁ ମୁଁ କୋଉଠି ଦେଖିନି। କୋଉଠି ଦେଖିଲ? ଆରେ ବା ଦୀର୍ଘ 20 ବର୍ଷ ହେଲା ଗୋଟିଏ କଥା ମୁଁ ତୋତେ ଲୁଚେଇଥିଲି ବାପା କାରଣ ତୋ ମନରେ ଦୁଃଖ ଆସିବ ବୋଲି। ପ୍ରକୃତରେ ମା ମୁଁ ତୋତେ କେମିତି କହିବି କହିବାକୁ ତ ପଡ଼ିବ ନା। ଦୀର୍ଘ 20 ବର୍ଷ ପୂର୍ବେ ତତେ ମୁଁ ଫୁଲବନରୁ ସାଉଟି ଆଣିଥିଲି ଆଉ ତୁ ହେଲୁ ତାଙ୍କରି ଝିଅ। ବାପା ଆପଣ ମିଛ କହୁଛନ୍ତି। ମୁଁ ଆପଣଙ୍କ ଝିଅ ଆଉ ଆପଣ ହଉଛନ୍ତି ମୋ ବାପା। ଆରେ ନାଇଁ ରେ ମା ମୁଁ ତୋର ପାଳିତ ବାପା ହେଲେ ତୋତେ ଯେ ଜନ୍ମ ଦେଇଥିଲେ ସେ ହେଲେ ତୋର ପ୍ରକୃତ ବାପା। ଆଉ ବାବୁ ସିଏ ଯେତେବେଳେ ମୋତେ ପିତା ବୋଲି ସ୍ୱୀକାର କରୁନି ମୁଁ ଚାଲି ଯାଉଛି ମୋ ବାଟ। ହଁ ମୋ ଆଖି ପୁରେଇ ଦେଖି ସାରିଲି ମୁଁ ଚାଲି ଯାଉଛି ମୋହରି ବାଟ। ନାଇଁ ବାବୁ ଅତିଥି ହୋଇ ତମକୁ ଯେତେବେଳେ ମୁଁ ଅଭ୍ୟର୍ଥନା ଦେଇଛି ଅତିଥିଟା ନିରାଶରେ ଦ୍ୱାର ମୁହଁରୁ ଫେରିଗଲେ ପାପ ଲାଗିଥାଏ। ମୁଁ ମୋ ଝିଅକୁ ବୁଝାଇ ସୁଝାଇ ଦେବି ନିଶ୍ଚୟ ସେ ତମକୁ ବାପା ବୋଲି ଡାକିବ। ଏ ବାପା ନବୀ ଏ ଦୁନିଆରେ ଯେତେ ଲୋକ ଅଛନ୍ତି ରେ ମା ସମସ୍ତେ ଆମର ଗୁରୁଜନ ବାପା ମା।
देखना तोते खोजी खोजी दीर्घ 22 वर्ष से कटाई गले से तर प्रकृत बापा तू बहु कलरे बढ़ुले भी से तोर बापा ए माँ मो सोना झीटा पड़ा मुझे हाथ जोड़ी कहूँ रे माँ तांकु थरे तू बापा बोली डाकी दे ତାହେଲେ ଠିକ ଅଛି ବାପା ଆପଣ କହୁଛନ୍ତି ମୁଁ ତାଙ୍କୁ ନିଶ୍ଚୟ ବାପା ବୋଲି ଡାକିବି ବାପା ବାପା ମୁଁ ଆଜି ଆପଣଙ୍କ ଯୋଗୁଁ ମୋ ଝିଅଟା ପାଇଛି ଆପଣଙ୍କୁ କେଉଁ ଭାଷାରେ ଧନ୍ୟବାଦ ଦେବି ମୁଁ ଜାଣିପାରୁନି ନାଇଁ ବନ୍ଧୁ ନାହିଁ ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଟାଣିଲେ ତେଣିକି ଯାଇ ସବୁ ସେଇ କାଳିଆର ଖେଳ ତା ବିନା ଗଛର ପତ୍ରଟିଏ ବି ହଳେ ନାହିଁ ମୁଁ ତମ ଝିଅକୁ ସାଇତି ରଖିଥିଲି ହେଲେ ଏଇ ଝିଅଟା ଆଜି ଦିନ ଠାରୁ ଆମ ଦୁଇ ଜଣଙ୍କର ଝିଅ ଆପଣ ସତରେ ସତରେ ମୋ ପାଇଁ ଦେବତା ସତରେ ଆଜି ମୁଁ ମୋ ଅମୂଲ୍ୟ ରତ୍ନକୁ ଫେରି ପାଇଛି ନାଇଁ ବାବୁ ମଣିଷ କେବେ ଦେବତା ହେଇପାରେ ନା ତେବେ ବନ୍ଧୁ ଗୋଟିଏ କଥା କହିବି ତମ ରାଜ୍ୟକୁ କିଏ ଛିନ୍ନ ଛତ୍ର କରିଛି ବନ୍ଧୁ ସେ ଅଲକ୍ଷଣୀ ସୀତା ମୋରି ସେନା ନାୟକ ସେନାପତି ରୁଦ୍ର ତେବେ ଚାଲ ବନ୍ଧୁ ତମରି ରାଜ୍ୟ ତମକୁ ଫେରାଇବାକୁ ମୁଁ ଚେଷ୍ଟା କରିବି ସେଦିନ ରାମଚନ୍ଦ୍ର ଯେପରି ବନ୍ଧୁର ରାଜ୍ୟ ସୁଗ୍ରୀବ ରାଜ୍ୟକୁ ସୁଗ୍ରୀବ ହସ୍ତରେ ଫେରାଇ ଯାଇଥିଲେ ଆଜି ତମେ ହେବ ଜେନାବଳି ରାଜ୍ୟର ଅଧୀଶ୍ୱର ତେବେ ଆସ ବନ୍ଧୁ ଆପଣ କ'ଣ କରୁଛନ୍ତି ସତରେ ମୋତେ ଆପଣ ସାହାଯ୍ୟ କରିବେ ନିଶ୍ଚୟ ସାହାଯ୍ୟ କରିବି ଜଣେ ବନ୍ଧୁ ହୋଇ ବନ୍ଧୁକୁ ଯଦି ସାହାଯ୍ୟ ନ କର ସେଇ କି ବନ୍ଧୁ ତେବେ ଯିବା ବନ୍ଧୁ ଯିବା ମୋର ସେଇ ଜନ୍ମ ମାଟି ଜନ୍ମ ମା ଜେନାବଳି ରାଜ୍ୟକୁ ତେବେ ଆସ ବନ୍ଧୁ ଆରେ ନା Ah